ଆପଣ ଯଦି ଏମିତି 5 ମିନିଟ୍ରେ ଚିତଉ ପିଠା ବନେଇକି ଖାଇବାକୁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ପୁରା ୱାଚ୍ କରନ୍ତୁ। ଆଜିର ଏହି ଚିତଉ ପିଠା ବନେଇବା ପାଇଁ ଆପଣଙ୍କୁ ଚାଉଳ, ବିରି କିଛି ବି ଏଠି ଆବଶ୍ୟକ ପଡ଼ିବନି କି ପାଣିରେ ଭିଜେଇବାକୁ ବିଲକୁଲ ବି ପଡ଼ିବନି। ଆପଣ 5 ମିନିଟ୍ରେ ଏମିତି ଗୋଟିଏ ସଫ୍ଟ ଫୁଲା ଫୁଲା ଚିତଉ ପିଠା ବନେଇକି ଖାଇପାରିବେ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତ ଏବେ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର ଏହି ରେସିପି ବନେଇବା ପାଇଁ ପ୍ରଥମେ କ'ଣ କରିବା ନା, ଆପଣ ଏମିତି ଗୋଟେ ମେଜରିଂ କପ୍ ହେଉ ବା ଗିନା ହେଉ ଏମିତି ପ୍ରଥମେ ଗୋଟେ ସେଟ୍ କରିନେବେ ଏବଂ ସେହିଥିରେ ସବୁ ମେଜର କରିକି ନେବେ। ତ ମୁଁ ଏମିତି ଗୋଟେ ମେଜରିଂ କପ୍ ନେଇଯାଇଛି ଏବଂ ସେହି କପ୍ରେ ଗୋଟେ କପ୍ ଏଠି ସୁଜି ଦେଇଦେଇଛି। ଗ୍ରାମ ହିସାବରେ ସୁଜି ଏଠି 200 ଗ୍ରାମ ଅଛି। ତ ସେଇ ସେମ୍ କପ୍ରେ କ'ଣ କରିବା ନା, ଏଠି ଗୋଟେ କପ୍ ନଡ଼ିଆକୁ କୋରିକି ଦେଇଦେବା। ତ ଏଠି ନଡ଼ିଆ କୋରାକୁ ଦେଇଦେଇଛି ଏବଂ ତାପରେ କ'ଣ କରିବା ନା, ସେଇ ମେଜରିଂ କପ୍ରେ ଗୋଟେ କପ୍ ପାଣି ଦେଇକି ଭଲ ଭାବରେ ବାଟିକି ନେଇ ଆସିବେ। ତ ଏବେ ମୁଁ ଏମିତି ପେଷ୍ଟ ବନେଇକି ନେଇ ଆସିଛି। ତ ଦେଖନ୍ତୁ ଏବେ ବ୍ୟାଟରଟି ଟିକେ ଥିକ୍ ଲାଗୁଛି, ତ ଏହିଭଳି ହିଁ ହେବା ଦରକାର। ତ ଏବେ କ'ଣ କରିବା ନା, ଏମିତି ଗୋଟେ ମିକ୍ସିଂ ବାଉଲକୁ କାଢ଼ିଦେବା। ତାପରେ କ'ଣ କରିବା ନା, ସେଇ ମିକ୍ସିଂ ଜାରରେ ଅଧ କପ୍ ପାଣି ଦେଇକି ଏହିଭଳି ଭାବେ ହାତ ସାହାଯ୍ୟରେ ଭଲ ଭାବରେ ଧୋଇକି ସେ ମିକ୍ସିଂ ଜାରକୁ ସେଥିରେ ଦେଇଦେବା। ଆପଣ ବିଲକୁଲ ବି ଅଧିକ ପାଣି ଏଠି ଦେବେ ନାହିଁ, ଅଧ କପ୍ ହିଁ ପାଣି ଦେବେ ଏବଂ ମିକ୍ସିଂ ଜାରକୁ ଧୋଇକି ଏଥିରେ ରଖିନେବେ। ତ এই ବ୍ୟାଟରଟି ଆପଣଙ୍କର ବେଶୀ ପତଳା ହେବ ନାହିଁ କି ବେଶୀ ମୋଟା ବିଲକୁଲ ବି ରଖିବେ ନାହିଁ, ଏମିତି ହେବା ଦରକାର। ତ ଏହିଭଳି ଭାବେ ପାଣି ଦେଇକି ଏମିତି ଡଙ୍କି ସାହାଯ୍ୟରେ ଆପଣ ମିଶାଇ ନେବେ। ତ ଆପଣ ଯଦି ସୁଜିର କ୍ୱାଣ୍ଟିଟି ଅଧିକ କରିକି ନେଉଛନ୍ତି ତେବେ ସେହି ଅନୁସାରେ ଆପଣ ଏଠି ସବୁ ଜିନିଷକୁ ମେଜର କରିକି ନେବେ। ନଡ଼ିଆ ପାଣି ସବୁ ମେଜର କରିକି ହିଁ ଦେବେ, ଦେଖିବେ ଆପଣଙ୍କର ପିଠାଟି ପୁରା ପରଫେକ୍ଟ ବନିବ। ତ ଏବେ ଆମର ବ୍ୟାଟରଟି ତ ପ୍ରସ୍ତୁତ ହୋଇଯାଇଛି। ତ ଏବେ କ'ଣ କରିବା ନା, ଏବେ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତ ତାପରେ କ'ଣ କରିବା ନା, ହାଫ୍ ଟି ସ୍ପୁନ୍ ଏଠି ଦେଇଦେବା କିଛି ଖାଇବା ସୋଢ଼ା। ତ ଏତିକି ଜିନିଷକୁ ଦେଇକି ଭଲ ଭାବରେ ଏମିତି ମିଶାଇ ନେବେ। ପାଖାପାଖି 1ରୁ 2 ମିନିଟ୍ ଡଙ୍କି ସାହାଯ୍ୟରେ ଏମିତି ମିଶାଇ ନେବେ। ତାପରେ କ'ଣ କରିବା ନା, ଆକୁ ସାଇଡ଼୍କୁ ରଖି ନେବା ଏବଂ ନେକ୍ସଟ ପ୍ରୋସେସ୍କୁ ଯିବା। ତ ଆରପଟ ସାଇଡ଼୍ରେ ଏମିତି ଗୋଟେ ପ୍ୟାନ୍ ବସାଇ ନେବା ଏବଂ ବ୍ରସ୍ ସାହାଯ୍ୟରେ ହାଲକା ଏମିତି ଟିକେ ତେଲ ଲଗାଇ ନେବା। ତ ବ୍ରସ୍ ସାହାଯ୍ୟରେ ଏବେ ମୁଁ ତେଲ ଲଗାଇ ନେଇଛି। ତ ତାପରେ କ'ଣ କରିବା ନା, ତାପରେ ବ୍ୟାଟରରୁ ନେଇକି ଏମିତି ଗୋଟେ ଡଙ୍କି ଦେଇଦେବା। ତାପରେ ସଙ୍ଗେ ସଙ୍ଗେ ଏମିତି କଭର କରି ନେବା। ତ ଗ୍ୟାସ୍ର ଫ୍ଲେମ୍କୁ ଆପଣ ଏଠି ଲୋ ଟୁ ମିଡ଼ିୟମ୍ରେ ରଖିବେ ଏବଂ ଏହିଭଳି ଭାବେ 2ରୁ 3 ମିନିଟ୍ କଭର କରିକି ରଖିନେବେ। ମଝିରେ ବିଲକୁଲ ବି କାଢ଼ିକି ଦେଖିବେ ନାହିଁ। ପୁରା 2 ମିନିଟ୍ ହେଲା ପରେ ଆପଣ ଦେଖିବେ। ଏବେ ଦେଖନ୍ତୁ ଏବେ ହେଇ ଆସିଲାଣି। ଏବେ ଗୋଟେ ପ୍ଲେଟ୍କୁ ବାହାର କରିକି ରଖିନେବା। ଦେଖନ୍ତୁ ଚାରିପଟୁ ପୁରା ଫୁଲିଛି ଆଉ ପୁରା ସ୍ପଞ୍ଜି ଜାଲିଦାର ମଧ୍ୟ ହେଇଛି। ତ ଏବେ ସେଇ ସେମ୍ ପ୍ରୋସେସ୍ରେ ମୁଁ ଆପଣଙ୍କୁ ଆଉ ଗୋଟେ ଏଠି ବନେଇକି ଦେଖେଇ ଦେଉଛି। ତ ଆଉ ଗୋଟେ ବନେଇଲା ବେଳେ ଏଠି ତେଲ କିଛି ଲଗାଇବା ଦରକାର ନାହିଁ, ଆପଣ ସେମିତି ହିଁ ବନେଇ ପାରିବେ। ଯଦି ଆପଣଙ୍କୁ ଏଠି ଟିକେ ସୁଖା ସୁଖା ଲାଗୁଛି ତେବେ ଆଉ ଟିକେ ବ୍ରସ୍ରେ ଲଗାଇ ପାରନ୍ତି। 2ରୁ 3ଟା ବନେଇ ସାରିଲା ପରେ ଆପଣ ଆଉ ଟିକେ ବ୍ରସ୍ ସାହାଯ୍ୟରେ ତେଲ ଲଗାଇ ପାରିବେ। ତ ଏବେ ଦେଖନ୍ତୁ ପିଠାଟି କେତେ ସୁନ୍ଦର ଦେଖାଯାଉଛି। ତ ମୁଁ ଏମିତି କିଛି ପିଠା ବନେଇକି ରଖିନେଇଛି। ଆ ଭିତରେ ମୋର 7ରୁ 8ଟା ପିଠା ଏଠି ବନିଯାଇଛି। ତ ପିଠାକୁ ଦେଖିକି ଆପଣ ଜାଣିପାରୁଥିବେ ଯେ ପିଠାଟି କେତେ ସ୍ପଞ୍ଜି ଆଉ ନରମ ହେଇଥିବ। ଖାଇବା ପାଇଁ ତ ବହୁତ ସୁଆଦିଆ ଲାଗୁଥିଲା। ଆପଣ ଯଦି ସଙ୍ଗେ ସଙ୍ଗେ ଏମିତି ପିଠା ବନେଇକି ଖାଇବାକୁ ଚାହୁଁଛନ୍ତି ତେବେ ଏହି ପିଠାଟିକୁ ନିଶ୍ଚିନ୍ତ ବନାନ୍ତୁ। ପୁରା 5 ମିନିଟ୍ରେ ପ୍ରସ୍ତୁତ ହେଇଯିବ। ତ ଆଜିର ଏହି ରେସିପି ଆପଣଙ୍କୁ କେମିତି ଲାଗିଲା, ଆଶା କରୁଛି ଭଲ ଲାଗିଥିବ। ଯଦି ମୋର ଏହି ରେସିପି ଆପଣଙ୍କୁ ଭଲ ଲାଗିଛି ଆପଣ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଆଜି ପାଇଁ ଏତିକି, ରହିଲି। ଆଉ ଗୋଟିଏ ରେସିପି ନେଇକି ଆସିବି। ନମସ୍କାର।